এইটা হচ্ছে সরকারি প্রাথমিক বিদ্যালয় পোলিং পদর। এটি দেখুন শ্রেণী প্রথমরু পঞ্চম পর্যন্ত স্থাপিত 1958 মସିହାରେ ଅଛି। ଏ ପିଲାମାନେ ସବୁ ଆଜି ସ୍କୁଲକୁ ତମେ ସବୁ ଆସିଛ ଆରେ ଏଇ ପିଲାମାନେ ଦେଖନ୍ତୁ ସ୍କୁଲରେ ଅଛନ୍ତି ଗେଟ୍ ପାଖରେ। ଏବେ ବି ସ୍କୁଲରେ ସେଠି ଅଛନ୍ତି। ସ୍କୁଲଟା ସେପଟେ ରହୁଛି। ଦେଖନ୍ତୁ ଏଠି କେତେ ପିଲା ଅଛନ୍ତି। ଆଉ ଦେଖନ୍ତୁ ଆ ପାଖରେ ଗୋଟେ ପଣସ ଗଛ ଅଛି। ଆପଣ ଦେଖିପାରିବେ ଏ ପଣସ ଗଛଟା କେତେ ପୁରୁଣା ପଣସ ଗଛ। ଏବେ ବି ତା ଦେହରେ ପଣସ ଲଟକୁଛି। ଏଇଟାକୁ ଅଷାଢ଼ୁଆ ପଣସ କହନ୍ତି, ଯେଉଁଟାକି ଆମର ଏଇ ଯେଉଁ ପୋଲିଂ ପଦର ଏବଂ ଗୁଣୁପୁର ଏବଂ କଳାହାଣ୍ଡି ଜିଲ୍ଲାର ଇଏ ଅଛି ଆପଣଙ୍କର ଯେଉଁ ଥୁଆମୂଳ ରାମପୁର ଅଞ୍ଚଳରେ। ତେଣୁ ଆପଣ ଦେଖୁଛନ୍ତି ଏଭଳି ନ୍ୟାଚୁରାଲ ଜିନିଷକୁ ସରକାର ଚାହୁଁଛନ୍ତି ନଷ୍ଟ କରିଦେବା ପାଇଁ। ଅଷାଢ଼ ମାସ ହେଲାଣି ଅଥଚ ଏ ପଣସଟି ଏବେ ମଧ୍ୟ ରହିଛି ଏ ଗଛରେ। ଏଠି ଗୋଟେ ରହିଛି ଏବଂ ସେଠି ମଧ୍ୟ ଗୋଟେ ରହିଛି, ଆପଣ ଦେଖିପାରୁଥିବେ। ତେଣୁ ଆମେ ଅନୁରୋଧ କରିବା କଥା ଯେ ଏଇ ଜିନିଷଟାକୁ ଆପଣ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ। ଏଇଟା ପଣସ ଗଛ, ଏନଭାରମେଣ୍ଟ କେଡ଼େ ସୁନ୍ଦର ଦେଖନ୍ତୁ। ଏଇଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଆର ଦେଖନ୍ତୁ ପାଚେରୀଟା ଭାଙ୍ଗି ଯାଇଛି ବର୍ତ୍ତମାନ ହେଲା। ଏ ପାଚେରୀଟା ଭାଙ୍ଗି ଯାଇଛି ହେଲା। ପିଲାମାନେ ସବୁ ଆପଣଙ୍କର ଦେଖନ୍ତୁ ଏଇ ପାଚେରୀ କଡ଼ରେ ଅଛନ୍ତି ହେଲା। ହଁ ରହିଲି। ବନ୍ଦେ ଉତ୍କଳ ଜନନୀ। ମୁଁ ମଧ୍ୟ ସେଇଠି ଅଛି। ମୋ ନାଁ ପୁରୁଷୋତ୍ତମ ଦେବ ଏବଂ ମୁଁ ମଧ୍ୟ ସେଇଠି ଅଛି। ଆପଣ ମୋତେ ଦେଖିପାରୁଥିବେ। ମୁଁ ଏଠି ଭିଜିଟ୍ କରି ଆସିଛି। ଏଠି ପିଲାମାନେ ବର୍ତ୍ତମାନ କଲେଜ ଯାଉଛନ୍ତି। ଏଇ ପୋଲିଂ ପଥର ପିଲାମାନେ କେଉଁଠିକି ଯିବେ ଆରେ କାଣିଗୁମା ମାନେ ଯିବେ। ଚାଲି ଚାଲିକି ଯାଉଛନ୍ତି। ଏଠୁ କେତେ ବାଟ? 2 କିଲୋମିଟର ପିଲାମାନେ ବର୍ତ୍ତମାନ ଚାଲି ଚାଲି ଯିବେ। ତେଣୁ ଏଇ ଯେଉଁ ପୋଲିଂ ପଥର ଏଇଟା ଶାନ୍ତ ପରିବେଶ। ଏ ଜଙ୍ଗଲ ଭରା ଅଞ୍ଚଳକୁ ସରକାର ମାଇନ୍ କରିକି ନଷ୍ଟ ନ କରନ୍ତୁ। ରହିଲି ଇତି। ବନ୍ଦେ ଉତ୍କଳ ଜନନୀ।